ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜି ମୁଁ ଆପଣମାନଙ୍କ ନିମନ୍ତେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ନେଇକି ଆସିଅଛି। ଆଜିର ଭିଡ଼ିଓରେ ଆମେ ଜଣେ ପରମେଶ୍ୱରଙ୍କ ଦାସଙ୍କ ବିଷୟରେ ଜାଣିବା, ଯେ 23 ମିନିଟ୍ ପର୍ଯ୍ୟନ୍ତ ନର୍କରେ ଥିଲେ। ଏଠାରେ ମୋ ମତ ଅପେକ୍ଷା ଆପଣଙ୍କର ମତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ମୋତେ କମେଣ୍ଟ କରନ୍ତୁ ଯେ ପ୍ରକୃତରେ ଏହା ସମ୍ଭବ କି ନୁହେଁ। ତେବେ ଚାଲନ୍ତୁ ବନ୍ଧୁଗଣ, ଆଉ ଅଧିକ ବିଳମ୍ବ ନ କରି ଆଜିର ଭିଡ଼ିଓକୁ ଆମେ ଆରମ୍ଭ କରିବା। ତେବେ ଆଜିର ଭିଡ଼ିଓରେ ଆମେ ସେ ବ୍ୟକ୍ତିଙ୍କର ସାକ୍ଷ୍ୟକୁ ଶୁଣିବା, ଯେ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେ ସେ ନର୍କରେ 23 ମିନିଟ୍ ପର୍ଯ୍ୟନ୍ତ ଥିଲେ। ଆଉ ସେ ନର୍କରେ କ'ଣ ଦେଖିଥିଲେ ଆଉ କିପରି ଅନୁଭବ କରିଥିଲେ, ଚାଲନ୍ତୁ ଆମେମାନେ ଶୁଣିବା। ଯେତେବେଳେ ଏହି ବ୍ୟକ୍ତିଙ୍କ ଏକ ଇଣ୍ଟରଭ୍ୟୁରେ ଡାକି ତାଙ୍କୁ ପଚରାଗଲା ଯେ ସେ କିପରି ନର୍କରେ 23 ମିନିଟ୍ ପର୍ଯ୍ୟନ୍ତ ଥିଲେ, ସେତେବେଳେ ସେ କହିଥିଲେ, ମୋ ନାମ ହେଉଛି ବିଲ୍ ୱେସ୍। ମୁଁ 23 ମିନିଟ୍ ପର୍ଯ୍ୟନ୍ତ ମୁଁ ନର୍କରେ ଥିଲି। 1998 ମସିହା ନଭେମ୍ବର 22 ରାତ୍ରି ବିଲ୍ ୱେସ୍ ଓ ଆନି ୱେସ୍ଙ୍କ ନିମନ୍ତେ ସ୍ମରଣୀୟ ରାତ୍ରି ଥିଲା। ସେଦିନ ମୋ ସାଙ୍ଗମାନେ ମୋ ଘରକୁ ଆସିଥିଲେ। ସେଦିନ ରାତ୍ରିରେ ମଧ୍ୟରାତ୍ରିରେ ମୋ ବିଲ୍ ୱେସ୍ ସେ ଉପରୁ ତଳକୁ ଯାଇ ଏକ ବନ୍ଦୀଶାଳାରେ ପଡ଼ିଥିଲେ। ନିଜର 41 ବର୍ଷ ବୟସରେ ମୋ ମଣ୍ଡଳୀର ସେବା କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କୁ ପ୍ରଶ୍ନ କରାଗଲା ଯେ ନିଜର 41 ବର୍ଷରେ ସେ ସେବା କାର୍ଯ୍ୟରେ ଯୋଗ ଦେଇଥିଲେ କି? ଏହାର ଜବାବରେ ସେ ଉତ୍ତର କରିଥିଲେ, ହଁ ନିଶ୍ଚୟ। ମୁଁ ଗୋଟିଏ ଦିନ ମୁଁ ପ୍ରାର୍ଥନା ମିଟିଂରେ ଯୋଗ ଦେଇଥିଲି। ଆଉ ସବୁଦିନ ପରି ସେଇଦିନ ମଧ୍ୟ ମୁଁ ଘରକୁ ଫେରିଥିଲି। ମୁଁ ସକାଳ 3ଟାରେ ବିଛଣାରୁ ଉଠିଥିଲି। ମୁଁ ଗୋଟିଏ ଗ୍ଲାସ୍ ପାଣି ମଧ୍ୟ ପିଇଥିଲି। ଆଉ ଯେତେବେଳେ ମୁଁ ପାଣି ପିଉଥିଲି, ସେହି ସମୟରେ ମୋତେ କିଏ ପଛରୁ ଜଣେ ଧକ୍କା ଦେଲା। ଆଉ ମୁଁ ଶୂନ୍ୟରେ ଯିବାର ଅନୁଭବ କଲି। ଶେଷରେ ମୁଁ ଏକ ବନ୍ଦୀଶାଳା ଭିତରେ ଯାଇ ପଡ଼ିଥିଲି। ସେ ବନ୍ଦୀଶାଳା ଅତ୍ୟନ୍ତ ଅପରିଷ୍କାର ଥିଲା। ମୁଁ ଅନୁଭବ କଲି ଯେ ମୁଁ ଏକ ଦର୍ଶନ ଦେଖିଲି। ଏହା ପୂର୍ବରୁ ମୁଁ ଏମିତି କେବେ ହେଲେ ମଧ୍ୟ ଅନୁଭବ କରିନଥିଲି। କିନ୍ତୁ ମୁଁ ଅନୁଭବ କଲି ଯେ ପ୍ରକୃତରେ ତାହା ଏକ ବନ୍ଦୀଶାଳା ହିଁ ଥିଲା। ଆଉ ଏ ବନ୍ଦୀଶାଳା ଭିତରେ ଶୈତାନିକ ପ୍ରାଣୀ ଗୁଡ଼ିକ ସେଠାରେ ରହିଥିଲେ। ଆଉ ସେମାନଙ୍କ ଶରୀର ସମ୍ପୂର୍ଣ୍ଣ ରୂପେ ସରୀସୃପ ପରି ଦେଖାଯାଉଥିଲା। ସେହି ଶୈତାନିକ ଜନ୍ତୁ ଗୁଡ଼ିକ 12ରୁ 13 ଫୁଟର ଉଚ୍ଚତା ଥିଲେ। ତାପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଏଗୁଡ଼ିକ ତୁମେ କ'ଣ ନିଜ ଆଖିରେ ଦେଖିଥିଲ? ଏହାର ଜବାବରେ ସେ କହିଥିଲେ, ହଁ ନିଶ୍ଚୟ। ସେ ଶୈତାନିକ ଜନ୍ତୁ ଗୁଡ଼ିକ ଈଶ୍ୱରଙ୍କୁ ନିନ୍ଦା କରୁଥିଲେ ଏବଂ ଅଭିଶାପ ଦେଉଥିଲେ। ଏହା ସହିତ ପରେ ପରେ ସେମାନେ ମୋତେ ମଧ୍ୟ ନିନ୍ଦା କରିଥିଲେ। କିନ୍ତୁ ତାପରେ ଜଣେ ମୋତେ ଏକ ପ୍ରକାର କାନ୍ଥର ପାଖରେ ଫିଙ୍ଗି ଦେଇଥିଲେ। ମୋତେ ଲାଗିଲା ଯେପରି ମୁଁ ସେହି କାନ୍ଥର ପାର୍ଶ୍ୱରେ ଚାପି ହୋଇଯାଇଛି। ଯେପରି ଜଣାଗଲା ଯେ ମୋ ହାଡ଼ ଯେପରି ଭାଙ୍ଗି ଯାଉଛି। ତାପରେ ଜଣେ ମୋ ଛାତି ଉପରେ ହାତ ରଖିଲେ ଆଉ ମୋ ଛାତିକୁ ଚିରି ଛାତି ଭିତରେ ହାତ ରଖିଲେ ଆଉ ଛାତିକୁ ଚିରି ସେହି ଛାତିରୁ ମାଂସକୁ ବାହାର କଲେ। ମୋ ଶରୀର ନର୍କ ଭିତରେ ଥିଲା। ସେଠାରେ ଦୟା କରୁଣା ବିଲକୁଲ ମଧ୍ୟ ନଥିଲା। ସେହି ସ୍ଥାନରେ ଈଶ୍ୱରଙ୍କୁ ନିନ୍ଦା କରାଯାଉଥିଲା ଏବଂ ସେମାନଙ୍କ ଭିତରେ ଦୟା ନଥିଲା। ସେହି ବନ୍ଦୀଶାଳା ଭିତରେ ଶୈତାନିକ ପ୍ରାଣୀମାନେ ମୋତେ ଘେରି ରହିଥିଲେ। ସେ ବନ୍ଦୀଶାଳା ଭିତରେ ମୁଁ ବିଲକୁଲ ଏକୁଟିଆ ଥିଲି। ସେମାନେ ମୋତେ ଯନ୍ତ୍ରଣା ଦେବା ଆରମ୍ଭ କରିଦେଇଥିଲେ ଆଉ ମୁଁ କଷ୍ଟ ଅନୁଭବ କରିଥିଲି। ଏ ସମସ୍ତ ବିଷୟ ପରମେଶ୍ୱର ମୋତେ ଦର୍ଶନ ମାଧ୍ୟମରେ ଅନୁଭବ କରାଇଥିଲେ। ଏହି ଯନ୍ତ୍ରଣା କେବଳ ମୁଁ ନୁହେଁ, ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ଥିଲା। ମୁଁ ସେହି ଦର୍ଶନରେ ପ୍ରକୃତ ଯନ୍ତ୍ରଣା ଅନୁଭବ କରିଥିଲି। ତାପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ବାଇବେଲରେ ଯେଉଁ ଅଗ୍ନିମୟ ହ୍ରଦ ବିଷୟରେ ଲେଖା ଅଛି ତା କିପରି? ଏହାର ଜବାବରେ ସେ ଉତ୍ତର ଦେଇଥିଲେ, ହଁ, ସେଠାକୁ ମୋତେ ନିଆଯାଇଥିଲା। ମୁଁ ଯେଉଁ ବନ୍ଦୀଶାଳାରେ ଥିଲି, ସେହି ବନ୍ଦୀଶାଳାରୁ ମୋତେ ସେଠାକୁ ନିଆଯାଇଥିଲା। ଅଗ୍ନିମୟ ହ୍ରଦ ପ୍ରକାଶ ବାକ୍ୟ 20 ପର୍ବର 13 ପଦରେ ଯେଉଁ ଅଗ୍ନିମୟ ହ୍ରଦ ବିଷୟରେ ବର୍ଣ୍ଣନା କରାଯାଇଛି, ତାହା ଅବଶ୍ୟ ସେମିତି ନଥିଲା। କିନ୍ତୁ ତଥାପି ଏହା ଏକ ପ୍ରକାର ନର୍କ ଥିଲା।
ଏଠାର ଭୂମିର ଉପରକୁ ନିଆଁ ଅନବରତ ଉଠୁଥିଲା ଆଉ ମୁଁ ଦେଖୁଥିଲି ଲୋକମାନେ ଏହି ଜ୍ୱଳନ୍ତ ଅଗ୍ନି ଭିତରେ ପଡ଼ି ଚିତ୍କାର କରୁଥିଲେ। ଏହା ଚିତ୍କାର କରିବାର ଏକ ଜାଗା ଥିଲା। ସେଠାରେ ଜଣେ କିଛି ମଧ୍ୟ କରିପାରିବ ନାହିଁ, କାରଣ ଚିତ୍କାର କରିବା ଛଡ଼ା ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ ହେଇପାରିବ ନାହିଁ। ଶୈତାନ ମାନେ ଲଗାତାର ସେଠାରେ ଥିବା ଲୋକମାନଙ୍କୁ ଯନ୍ତ୍ରଣା ଦେଇ ଚାଲିଥିବେ। ସେଠାରେ କେବଳ ଗନ୍ଧକର ମାତ୍ରା ଥିବ ଆଉ ତା ମଧ୍ୟରେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ହେଇଥାଏ। ସେଠାରେ ଯେଉଁ ଗନ୍ଧକ ଥିବ ତା ଦେଖିବାକୁ ତରଳ ମଟାଳିଆ ପାଣି ପରି। ସେଠାରେ ପିଇବା ପାଇଁ ଟୋପାଏ ପାଣି ମଧ୍ୟ ନାହିଁ। What's it done to you after you finished? Because you were only 23 minutes and you came back. 23 seconds would be enough. Oh, yeah, okay. But it's changed my life. I've Yes. left my career in real estate. My wife and I travel full time in the ministry just to share information with people. ଯେଉଁ ପାଣି ଟିକେ ପାଇବା ପାଇଁ ଧନୀ ଲୋକଟି ଅପେକ୍ଷା କରି ରହିଥିଲା, ଶରୀର ଅନନ୍ତ କାଳ ପାଇଁ ନର୍କରେ ପଡ଼ି ରହିଥାଏ। ଆମର ଆତ୍ମା ହେଉଛି ଅମର, ସେ କେବେ ହେଲେ ମଧ୍ୟ ମରେ ନାହିଁ। ସେଠାରେ ଜଣେ ମରିବା ପାଇଁ ଚାହିଁବ କିନ୍ତୁ ମରିବ ନାହିଁ। ମୁଁ ମଧ୍ୟ ମରିବା ପାଇଁ ଚାହିଁଥିଲି କିନ୍ତୁ ମୁଁ ମରିପାରି ନଥିଲି। ମୁଁ ବୁଝି ସାରିଥିଲି ଯେ ମୁଁ ସେଠାରୁ ବାହାରି ପାରିବି ନାହିଁ। ସେଠାରେ ଥିବା ନିଷ୍ପତ୍ତି ଫାଇନାଲ ଅଟେ। ସେଠାରେ ଅନ୍ଧକାର ରହିଛି ଆଉ ସେ ଅନ୍ଧକାରକୁ ଜଣେ ଅନୁଭବ କରିପାରିବ। ସେଠାରେ ସମସ୍ତ ଦୁଷ୍ଟମାନେ ପଡ଼ିବେ। ସେଠାରୁ କେହି ତୁମକୁ ଉଦ୍ଧାର କରିପାରିବେ ନାହିଁ, ଏପରିକି ଦୂତମାନେ ମଧ୍ୟ ନୁହନ୍ତି। ସେଠାରେ ତୁମ ସହିତ କେହି କଥା ମଧ୍ୟ ହେବେ ନାହିଁ କି କେହି ମଧ୍ୟ ସେଠାରୁ ବାହାରି ପାରିବେ ନାହିଁ। ଆଉ ଯେତେବେଳେ ଲୋକମାନେ ସେଠାରେ ଯନ୍ତ୍ରଣା ପାଉଥିଲେ, ସେତେବେଳେ ମୁଁ ଏକ ନାଳ ମାଧ୍ୟମରେ ଉପରକୁ ଉଠିବାକୁ ଚେଷ୍ଟା କରୁଥିଲି। ସେ ସମୟରେ ଏକ ଉଜ୍ଜଳ ଆଲୋକ ମୋ ସାମ୍ନାରେ ଆସି ଛିଡ଼ା ହେଇଗଲା ଆଉ ମୁଁ ହଠାତ୍ ଚିହ୍ନି ପାରିଲି ନାହିଁ ସେ କିଏ। କିନ୍ତୁ ପରେ ମୁଁ ଜାଣିଲି ଯେ ସେ ଆଉ କିଏ ନୁହନ୍ତି, ସେ ଯୀଶୁ ଅଟନ୍ତି। ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଆଉ ଯୀଶୁ ମୋତେ କହିଲେ ମୁଁ ଅଟେ। ମୁଁ ତାଙ୍କ ପାଦକୁ ସ୍ପର୍ଶ କଲି। ମୁଁ କହିଲି ମୁଁ ଜାଣେ ନାହିଁ ମୁଁ ମରିବି କି ବଞ୍ଚିବି। ସେ ମୋତେ ସ୍ପର୍ଶ କଲେ। ମୁଁ ଯୀଶୁଙ୍କୁ ପ୍ରଶ୍ନ କଲି, ହେ ପ୍ରଭୁ, ଆପଣ ମୋତେ କାହିଁକି ଏପରି ଏକ ଭୟଙ୍କର ସ୍ଥାନକୁ ପଠାଇଲେ? ସେ କହିଲେ, କାରଣ ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ନର୍କକୁ ବିଶ୍ୱାସ କରନ୍ତି ନାହିଁ। ଏହିପରି ମୋ ନିଜ ଲୋକମାନେ ମଧ୍ୟ ନର୍କକୁ ବିଶ୍ୱାସ କରନ୍ତି ନାହିଁ। ମୁଁ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଲି, କାରଣ ମୁଁ ଜାଣେ ସମସ୍ତ ଖ୍ରୀଷ୍ଟିଆନ ନର୍କକୁ ବିଶ୍ୱାସ କରନ୍ତି। ମାଥିଉ 25 ପର୍ବର 46 ପଦ ଅନୁସାରେ କିଛି ଅନନ୍ତ ନର୍କ ପାଇଁ ଆଉ କିଛି ଅନନ୍ତ ସ୍ୱର୍ଗ ପାଇଁ, ଆଉ କିଛି ଅନନ୍ତ ନର୍କରେ କିଛି ଅନନ୍ତ ସ୍ୱର୍ଗରେ ପ୍ରବେଶ କରିବେ। ଯଦି ଭୌଗୋଳିକ ସ୍ଥାନ ବିଷୟରେ ମୁଁ କହିବି ଯେ ଏହି ସ୍ଥାନ ନିଶ୍ଚିନ୍ତ ଭାବରେ ପୃଥିବୀ ଭିତରେ ରହିଛି। ଭୂମି ଭିତରେ ତାପମାତ୍ରା ଭିନ୍ନ ପ୍ରକାର ଏବଂ ଦଣ୍ଡ ମଧ୍ୟ ଭିନ୍ନ ପ୍ରକାର ଅଟେ। ଏହି ଦର୍ଶନ ପରେ ମୋ ଜୀବନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲା। ମୁଁ ସେହି ଦିନଠାରୁ ସମ୍ପୂର୍ଣ୍ଣ ସମୟ ପ୍ରଭୁଙ୍କ ସେବା କାର୍ଯ୍ୟରେ ପ୍ରଦାନ କରି ଆସୁଅଛି। ଅର୍ଥାତ୍ ମୁଁ ବର୍ତ୍ତମାନ ଫୁଲ୍ ଟାଇମ୍ ପ୍ରଭୁଙ୍କର ସେବାରେ ଜୀବନ ବିତାଉଅଛି। ତେବେ ବନ୍ଧୁଗଣ, ଇଏ ଥିଲା ବିଲ୍ ୱେସ୍ଟଙ୍କର ସାକ୍ଷ୍ୟ। ସେ କିପରି 23 ମିନିଟ୍ ପର୍ଯ୍ୟନ୍ତ ନର୍କର ଦର୍ଶନ ଦେଖିଥିଲେ। ଆଉ ଯଦି ଆପଣ ସେହି ସାକ୍ଷ୍ୟର ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, ତେବେ ମୋର ଡେସ୍କ୍ରିପ୍ସନରେ ଏକ ଭିଡ଼ିଓର ଲିଙ୍କ୍ ଅଛି। ସେ ଲିଙ୍କ୍ ଉପରେ କ୍ଲିକ୍ କରି ସମ୍ପୂର୍ଣ୍ଣ ସାକ୍ଷ୍ୟକୁ ଶୁଣିପାରିବେ। ତାହା ଇଂରାଜୀ ଭାଷାରେ ଅଛି। ଏଇଠାରେ ମୁଁ ଭିଡ଼ିଓକୁ ଅପଲୋଡ଼ କରିପାରିବି ନାହିଁ, କାରଣ ୟୁଟ୍ୟୁବର ମଧ୍ୟ ଅନେକ ନିୟମ କାନୁନ ଅଛି। ଯଦି ମୁଁ ସେହି ଭିଡ଼ିଓକୁ ଏଠାରେ ଅପଲୋଡ଼ କରିବି, ତେବେ କପିରାଇଟ୍ ଷ୍ଟ୍ରାଇକ୍ ଆସିବାର ସମ୍ଭାବନା ଅଛି। ତେଣୁ ମୁଁ ଆପଣଙ୍କୁ ପିକ୍ଚର ମାଧ୍ୟମରେ ବର୍ଣ୍ଣନା କଲି। ତେବେ ପ୍ରିୟ ବନ୍ଧୁଗଣ, ନର୍କ ବାସ୍ତବିକ ଅଟେ। ଏହି ଭିଡ଼ିଓରୁ ଆପଣ କ'ଣ ଅନୁଭବ କଲେ ତାହା ମୋତେ କମେଣ୍ଟରେ ଜଣାଇବେ। ଆପଣଙ୍କର ମତ କ'ଣ? ଆଉ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର।